ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଜାଣିବା ଚେରି କୋଳିର ଉପକାରିତା ବିଷୟରେ। ଚେରି କୋଳି କାଶ୍ମୀରରେ ବହୁତ ପରିମାଣରେ ହୁଏ। ଏଥିରେ କ୍ୟାଲୋରି କମ୍ ଥାଏ, ତେଣୁ ଓଜନ କମାଇବାରେ ଏହା ସାହାଯ୍ୟ କରେ। ଏଥିରେ ଭିଟାମିନ୍ ଏ, ବି କମ୍ପ୍ଲେକ୍ସ ଥାଏ ଏବଂ ଭିଟାମିନ୍ ସି ଅଧିକ ପରିମାଣରେ ଥାଏ। ପୋଟାସିୟମ୍ ଅଧିକ ଥିବାରୁ ଏହା ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିଥାଏ। ଏହା ବ୍ରେନ୍ ପାଇଁ ଗୋଟିଏ ଭଲ ଟନିକ୍, ବ୍ରେନ୍‌ର ଫଙ୍କସନ୍‌କୁ ବଢ଼ାଇଥାଏ। ମେଲାଟୋନିନ୍ ଏଥିରେ ଥିବାରୁ ଭଲ ନିଦ କରିଥାଏ। ମାଇଗ୍ରେନ୍ ସମସ୍ୟାରୁ ଏହା ରକ୍ଷା କରେ। ଆଖି ଉପରେ ଚେରି କୋଳିର ଭଲ ପ୍ରଭାବ ଥାଏ। ଗ୍ଲାଉକୋମାରୁ ପ୍ରିଭେଣ୍ଟ କରେ। ଅପ୍ଟିକ୍ ନର୍ଭ ଡ୍ୟାମେଜ୍ ହେବାରୁ ରକ୍ଷା କରିଥାଏ। ଏଥିରେ ଥିବା ଆନ୍ଥୋସିଆନିନ୍ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ। ଚେରି କୋଳିର ଆଣ୍ଟି ଏଜିଂ ପ୍ରପର୍ଟି ରହିଥାଏ। ଆଣ୍ଟି ଇନଫ୍ଲେମେଟୋରୀ ପ୍ରପର୍ଟି ଯୋଗୁଁ ଜିମ୍ ଯିବା ପୂର୍ବରୁ ଆପଣମାନେ ଏହାକୁ ସେବନ କରିପାରିବେ। ଏହାଦ୍ୱାରା ମସଲ୍ ଏକ୍ସରସାଇଜ୍ ଜନିତ ଯେଉଁ ସମସ୍ୟା ସୃଷ୍ଟି ହୁଏ ତାକୁ ଦୂର କରିବାରେ ସାହାଯ୍ୟ କରେ। ଏହାର ପିଏଚ୍ ଆଲ୍କାଲାଇନ୍ ବା ବେସିକ୍ ହୋଇଥିବାରୁ ୟୁରିନ୍ ଇନଫେକ୍ସନକୁ କଣ୍ଟ୍ରୋଲ କରିଥାଏ। ଏସିଡିଟିକୁ କମ୍ କରେ। ୟୁରିକ୍ ଏସିଡ୍ ପ୍ରୋବ୍ଲେମକୁ ଦୂର କରେ ଏବଂ ଯେଉଁମାନଙ୍କର ଗଠିଆ ବା ଗାଉଟ୍ ପ୍ରୋବ୍ଲେମ ଅଛି ସେ ସମସ୍ୟାକୁ ଧୀରେ ଧୀରେ ଠିକ୍ କରେ। ଏହାଛଡ଼ା ଆଲଜେଇମର ଏବଂ କ୍ୟାନ୍ସର ହେବାରୁ ପ୍ରିଭେଣ୍ଟ କରେ। ଯଦି ଚେରି କୋଳି ଖାଇଲେ କୌଣସି ପ୍ରକାର ଆଲର୍ଜି ହେଉଛି କିମ୍ବା ଶରୀରରେ ଆଗରୁ କୌଣସି ଆଲର୍ଜିକ୍ ରିଆକ୍ସନ୍ ରହିଛି, ଡାଇରିଆ ହେଉଛି ବା ଭମିଟିଂ ହେଉଛି, ତାହେଲେ ଏହାକୁ ଖାଇବା ଉଚିତ ନୁହେଁ। ଦୈନିକ 25ରୁ 30 ଗ୍ରାମ ଚେରି କୋଳି ଖାଇଲେ ତାର ଉପକାରିତା ମିଳିଥାଏ। ସାଧାରଣ ତାପମାତ୍ରା ବା ଦୈନନ୍ଦିନ ତାପମାତ୍ରାରେ 1ରୁ 2 ଦିନ ଚେରି କୋଳିକୁ ରଖି ଖାଇହେବ, କିନ୍ତୁ ଆପଣ ଫ୍ରିଜ୍ ଭିତରେ ଏହାକୁ ଗୋଟିଏ ସପ୍ତାହ ରଖି ଖାଇପାରିବେ। ଫ୍ରିଜରେ ଚେରି କୋଳିକୁ ନ ଧୋଇକି ରଖନ୍ତୁ, କିନ୍ତୁ ଖାଇବା ପୂର୍ବରୁ ଏହାକୁ ଧୋଇକି ଖାଆନ୍ତୁ। ଆପଣମାନେ ଡାଇରେକ୍ଟ ଚେରି କୋଳି ଫଳ ଖାଇପାରିବେ। ଏହାଛଡ଼ା ତାର ଜୁସ୍ କରିକି ପିଇପାରିବେ। ମାର୍କେଟରେ ଚେରି କୋଳି ସିରପ ମଧ୍ୟ ମିଳୁଛି। ଆପଣ ଏହାକୁ ପାନ ସହିତ ମଧ୍ୟ ଖାଇପାରିବେ।